ପ୍ରାଥମିକ ଶିକ୍ଷକ ନିରାଶ, ଆନ୍ଦୋଳନ ପାଇଁ ମିଳିଲାନି ଅନୁମତି। ଅଭାବ ଆଗକୁ ବାର୍ଷିକ ପରୀକ୍ଷା କାରଣ 3 ଦଫା ଦାବିରେ ଆନ୍ଦୋଳନ କରିଥାନ୍ତେ। 3 ଦଫା ଦାବି ନେଇ ଆନ୍ଦୋଳନର ଚେତାବନୀ ଦେଇଥିଲେ ପ୍ରାଥମିକ ଶିକ୍ଷକ। ଶୁକ୍ରବାରଠାରୁ ଅହୋରାତ୍ର ଆନ୍ଦୋଳନ କରିଥାନ୍ତେ। 16 ତାରିଖରେ ମହାସମାବେଶ କରି ଗର୍ଜିଥାନ୍ତେ। ସବୁ ପ୍ରକାର ପ୍ରସ୍ତୁତି ସାରିଥିଲା। ଏପରିକି ଦୂରଦୂରାନ୍ତର ଶିକ୍ଷକମାନେ ବି ସଜବାଜ ହୋଇଥିଲେ ଆସିବା ପାଇଁ। ହେଲେ ଶେଷ ମୁହୂର୍ତ୍ତରେ ଆନ୍ଦୋଳନ ପାଇଁ ଅନୁମତି ଦେଲା ନାହିଁ ପୁଲିସ। ଲୋୟର ପିଏମ୍ଜିରେ ସ୍ଥାନର ଅଭାବ, ପୁଣି ବାର୍ଷିକ ପରୀକ୍ଷା ଚାଲିଥିବାରୁ ପରୀକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହେବେ। ଏହି କାରଣ ଦର୍ଶାଇ ଅନୁମତି ଦେଲାନି ପୁଲିସ। ଏନେଇ ଏକ ଚିଠି ମଧ୍ୟ କରାଯାଇଛି। ଶିକ୍ଷକ ନେତାଙ୍କ କହିବା କଥା, ଗାନ୍ଧୀ ମାର୍ଗରେ ଆନ୍ଦୋଳନରେ ଅକଚକ ବନ୍ଦ ପରିସ୍ଥିତି ସୃଷ୍ଟି ହୋଇଥିଲା। କ୍ୟାପିଟାଲ ଥାନାରେ ଅନୁମତି ଆବେଦନ କରିଥିଲେ, ହେଲେ ଶେଷ ମୁହୂର୍ତ୍ତରେ ଉଦ୍ଦେଶ୍ୟମୂଳକ ଭାବେ ଆମକୁ ଗାନ୍ଧୀ ମାର୍ଗ ମନା କରୁଛି ପୁଲିସ। ଗତ ଆନ୍ଦୋଳନରେ ଅକଚକ ବନ୍ଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାନସଭା ଉଠିଥିଲା ପଡ଼ିଥିଲା। ଲକ୍ଷାଧିକ ଶିକ୍ଷକ ଗାନ୍ଧୀ ମାର୍ଗରେ ବସିଥିଲେ। ଅଣାୟତ୍ତ ହୋଇଥିଲା ପୁଲିସ। ସେହି ଭୟରେ ଆମକୁ ଆନ୍ଦୋଳନ ନ ଆସିବାକୁ କୁହାଯାଇଛି। ଏପରିକି ଆମ ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେବାକୁ ପୁଲିସ ଚେଷ୍ଟା କରିଛି। ଆମର ଦାବି ବି ଉପସ୍ଥାପନା କରିବାକୁ ଦେଉନି। ଏହାର ପ୍ରତିବାଦରେ ଜିଲ୍ଲା ଓ ବ୍ଲକରେ ଆନ୍ଦୋଳନ କରାଯିବ। ଶିକ୍ଷକମାନେ ଦାବି କରିଛନ୍ତି ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍ ଉଚ୍ଛେଦ, 8 ଓ 6 ବର୍ଷ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ କନିଷ୍ଠ ଶିକ୍ଷକଙ୍କ କାର୍ଯ୍ୟକାଳକୁ ନ୍ୟାସନାଲ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରିବା। ପ୍ରାଥମିକ ଶିକ୍ଷକଙ୍କ ଅବିକଳ କେନ୍ଦ୍ରୀୟ ହାରରେ 35,400 ଟଙ୍କା ଦରମା ଦିଆଯାଉ। ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ପ୍ରାଥମିକ ଶିକ୍ଷକଙ୍କୁ ଅନୁରୂପ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉ। ଏପରି ଦାବି ନେଇ ଆସନ୍ତାକାଲିଠୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ ପ୍ରାଥମିକ ଶିକ୍ଷକ ସଂଗଠନ। ବ୍ଲକ ଓ ଜିଲ୍ଲା ସ୍ତରରେ ଆନ୍ଦୋଳନ କରିବ ପ୍ରାଥମିକ ଶିକ୍ଷକ ସଂଘ, ଯେହେତୁ ଅନୁମତି ମିଳିନାହିଁ ପିଏମ୍ଜିରେ। ପାଖାପାଖି 10ଟି ସଂଘ ଆମେ ଆଜି ପରମିଶନ ମାଗିଥିଲୁ ଯେ ରାଜ୍ୟ ସରକାର ପାଖରେ ଆମର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆମ ଦାବିପତ୍ର ପ୍ରଦାନ କରିବା ପାଇଁ। କିନ୍ତୁ ଦୁର୍ଭାଗ୍ୟର କଥା, ଆମର ଓଡ଼ିଶାର ବିଭିନ୍ନ ଜାଗାରୁ ଆଜିଟେସନ କରିବା ପାଇଁ ବା ଧାରଣାରେ ବସିବା ପାଇଁ ଶିକ୍ଷକମାନେ ଆସୁଥିବା ସମୟରେ ଶେଷ ମୁହୂର୍ତ୍ତରେ ଆମକୁ ପରମିଶନ କ୍ୟାନସଲ କରିଦିଆଗଲା। ସେଥିରେ 2ଟି କାରଣ ସରକାରଙ୍କ ପାଖରେ ଲେଖି ଦିଆଗଲା ଯେ ଗୋଟିଏ ହେଉଛି ପରୀକ୍ଷା ଚାଲିଛି, କିନ୍ତୁ ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରେ ପରୀକ୍ଷା ଚାଲି ନାହିଁ। ଦ୍ୱିତୀୟ କଥା ଲେଖି ଦିଆଗଲା ଯେ ଏଠି ଜାଗା ନାହିଁ। ଯଦି ଜାଗା ନାହିଁ ଆମକୁ ଆଉ ଗୋଟେ ଜାଗା ଆଲଟ୍ କରିପାରିଥାନ୍ତେ। ଆମେ କିନ୍ତୁ ଅନୁଭବ କରିପାରୁନୁ ସ୍ପଷ୍ଟ ଭାବରେ କାହିଁକି ଏକଥା ଲେଖି ଦିଆଗଲା ଆମକୁ। ଆମେ 1.5 ଲକ୍ଷ ପରିବାର, ଆମକୁ ଦାବିପତ୍ର ଦେବା ପାଇଁ ସରକାରଙ୍କ ପାଖରେ ସୁଯୋଗ ଦିଆଗଲା ନାହିଁ। ଏ ଅତ୍ୟନ୍ତ କଷ୍ଟ ଆମକୁ ଅନୁଭବ ହେଲା। ତେଣୁ ଆମେ ଆସିଥିଲୁ ଏଇ ଜାଗାରୁ ଯେତେବେଳେ କ୍ୟାନସଲ କରାଯାଇଛି, ଏଇଠୁ ରିପୋର୍ଟିଂ କରାଯାଇଛି, ଆମେ ସାର୍ଙ୍କ ସହିତ କଥା ହେବାକୁ ଆସିଥିଲୁ ଆମକୁ କାହିଁକି କାଟି ଦିଆଯାଇଛି। କିନ୍ତୁ ସ୍ପଷ୍ଟ ଭାବରେ ସେ କହିଲେ ଯେ ଆମ ପାଖରେ ଅନେକ ଅସୁବିଧା ଅଛି, ଆମେ ଆପଣମାନଙ୍କୁ ଦେଇପାରିଲୁନୁ, ଆମେ ଆପଣଙ୍କୁ କାଟି ଦେଇଛୁ। ତେଣୁ ଆମେ କହିଲୁ ତାହେଲେ ନେକ୍ସଟ ଡେଟ୍ କେବେ ଦିଅ, କେଉଁଠି ଗୋଟେ ସ୍ଥାନ ଦିଅ ଆମେ କରିପାରିବୁ। ସେ କଥା ବି ଅସ୍ପଷ୍ଟ ରଖିଲେ। ଆମେ ବି କହିଲୁ ଯେ ସରକାରଙ୍କୁ ଦାବିପତ୍ର ଦେବା ପାଇଁ ବା ଅନ୍ୟ ଜାଗାରେ ଆମକୁ ମାନେ କୌଣସି ଜାଗାରେ ଯାଇକରି ବସିବୁ, ସେ କଥାକୁ ମଧ୍ୟ କିଛି ସ୍ପଷ୍ଟ ବାର୍ତ୍ତା ଦେଇପାରିଲେ ନାହିଁ। ତେଣୁ ଆମର ଲକ୍ଷାଧିକ ଶିକ୍ଷକ ଯେଉଁଭଳି ଭାବରେ ଅସୁବିଧା ଅଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଏଇଟା ପ୍ରତି ଜାଗାରେ ପ୍ରତିବାଦ ହେବ। ବ୍ଲକ ସ୍ତରରେ ପ୍ରତିବାଦ ହେବ, ପଞ୍ଚାୟତ ସ୍ତରରେ ପ୍ରତିବାଦ ହେବ ଏବଂ ରାଜ୍ୟ ସ୍ତରରେ ପ୍ରତିବାଦ ହେବ। ସବୁଠି ପ୍ରତିବାଦ, ଯେଉଁଠି ଶିକ୍ଷକ ପ୍ରତିବାଦ କରିପାରିବ ନିଶ୍ଚିତ ଭାବରେ ପ୍ରତିବାଦ କରିବ। ଆମକୁ ଦାବିପତ୍ର ଦେବାର ସୁଯୋଗ ଦିଆଯାଲାନି, ଏଇଟା ହେଉଛି କଥା। ତେଣୁ ଆମେ ସିଧାସଳଖ ଶିକ୍ଷକମାନେ କହିଛନ୍ତି ଯେ ବ୍ଲକ ପଏଣ୍ଟରେ ପ୍ରତିବାଦ ହେବ ଏବଂ ଜିଲ୍ଲା ପଏଣ୍ଟରେ ତାଙ୍କର ପ୍ରତିବାଦ ଜଣାଇବେ। ନିଶ୍ଚିତ ଭାବରେ ବିଓ ଅଫିସ ସାମ୍ନାରେ ପ୍ରତିବାଦ କରିବେ ସମସ୍ତେ। ସମ୍ପୂର୍ଣ୍ଣ ଭାବରେ 30ଟା ଜିଲ୍ଲାରେ 1.5 ଲକ୍ଷ ଶିକ୍ଷକ କାଲି ଆଲୋଚନା ହେବ। ଆମର ଗୋଟେ ଇସି ଅଛି, କାଲି ଆଲୋଚନା କରିକି ସେମାନେ ପର୍ଯ୍ୟାୟକ୍ରମେ ଆରମ୍ଭ କରିବେ ସେମାନଙ୍କ ପ୍ରତିବାଦ। ଆମ ଡିଓ ଅଫିସ ଆଗରେ ଆନ୍ଦୋଳନ ହେବ ଏବଂ ବିଓ ଅଫିସ ଆଗରେ ଆମର ପ୍ରତିବାଦ ଦିଆଯିବ। ମୋହନ ସରକାରରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି କି ନାହିଁ, ଆମ ଗୋଟେ ଇସି ଅଛି, ଇସିରେ ଆଲୋଚନା କରିକି ଆମେ ଆରମ୍ଭ କରିବୁ, ପ୍ରତିବାଦ ହେବ। ଦେଖନ୍ତୁ ସରକାର ଏଠି ବନ୍ଦ କରିଦେଲା ପରେ ଶିକ୍ଷକମାନେ ଉତ୍ତେଜିତ ଭାବରେ ଅଛନ୍ତି, କିନ୍ତୁ ଆମେ ଗୋଟେ ଷ୍ଟ୍ରିମ୍ ଲାଇନରେ ଆଣିପାରୁନୁ। ରାଜ୍ୟ ସଂଗଠନ ଏଇଠି ଅଛୁ, ଏଇଠି ସମୟ କାଟୁଛୁ। ତେଣୁ ଆମର ଏବେ ଇସି ବସିବ, ଘଣ୍ଟେ ଭିତରେ ଆମେ ଭର୍ଚୁଆଲ ବି ନେବୁ। ତେଣୁ ପ୍ରତିବାଦ ନିଶ୍ଚିତ ହେବ, ଏ କଥା ଆମେ ସ୍ଥିର କରିଛୁ। ନିଶ୍ଚିତ ସବୁଆଡେ ପ୍ରତିବାଦ ହେବ, ସବୁଆଡେ ପ୍ରତିବାଦ ହେବ। ଆମର ଆଗକୁ ଆଉ 2-3ଟା ପରମିଶନ ଆମର ଶିକ୍ଷକ ସମାଜ ଭିତରେ ଅଛି। ଆପଣଙ୍କୁ ପରମିଶନ ନ ଦିଆଯିବା ଏ ଘଟଣା କେମିତି ଦେଖୁଛନ୍ତି? ନାଇଁ, ଅତ୍ୟନ୍ତ କଷ୍ଟଦାୟକ। ଭାରତବର୍ଷ ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରରେ ନୂଆ ସରକାର ଆସିଛନ୍ତି, ଆଶା ବହୁତ ଥିଲା ଶିକ୍ଷକ ମାନଙ୍କର ଯେ ନୂଆ ସରକାରରେ ଶିକ୍ଷକ ତାର ମାନେ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରମିଶନ ମାଗିବ ବା ଗୋଟେ ଦାବିପତ୍ରଟେ ସରକାର ଦେବା, ସେତକୁ ବନ୍ଦ କରି ଦିଆଗଲା। ଏଇଟା କଷ୍ଟ ଦେଲା, ବହୁତ କଷ୍ଟ ଦେଲା। ନିଶ୍ଚିତ ଗଣତନ୍ତ୍ର ଏ ସୁଯୋଗ ଆମକୁ ଦିଆଗଲାନି। କଣ ପାଇଁ ଏଇଟା କଲେ ଆମେ ତାକୁ ନିଶ୍ଚିତ ଭାବରେ ବିତର୍କରେ ଆଣିବୁ।
सर लोकंक बड़ कथा हेउची मोहन सरकार मोहन माझी मध्य जने शिक्षक थिले निश्चित भाव में आमर प्रिय मुख्यमंत्री पाखे आमर बहुत आशा थिला आ राज्य शिक्षक समाज बहुत एक्सपेक्टेशन रखिथिले पूर्व आंदोलन मध्य प्रिय मुख्यमंत्री आसिक दाबी स्थल में पहुंचिक तुम दाबी जेनुइन 42 ग्रेड पे पेंशन एसब कथा कहते किंतु आमको ये कौटी अटकी दि जाऊँगी आमको सरकार पाक जीवार सुजोग दि जाऊनी यहाँ बर्तमान आम प्रश्नवाची सृष्टि सरकार माने जो कैपिटल पीएस आमको देनी एटा अत्यंत अगणतांत्रिक असंवैधानिक संविधान लिखाई गोटे समस्त कर्मचारी साधारण लोक आंदोलन करियार तार अधिकार अच्छी समस्ते दाबी पत्र दे पारिबे किंतु सरकार एक गणतंत्र को हत्या करछंती असंवैधानिक भाव में तेणु आम आशा करूँ जे आमर दाबी पत्र दवापाई माननीय मुख्यमंत्री गणशिक्षा मंत्री समस्त दवापाई किंतु राज्य सरकार से सुजोग देना असंवैधानिक भाव में तेणु आगामी दिन में आम परमिशन अप्लाई कर 17 तारिख और 18 तारिख को 17 तारिख जदि यही भली माने सिचुएशन आसे ताल निश्चिंत भाव में 15 तारिख दिन आम कैपिटल थाना को घेराव करूँ एवं जहाँ परिस्थिति उपजीव कैपिटल थाना से दायी रही आपण मैंने जो प्रश्न उठाउछंती काली आंदोलन करिवे कि नहीं एक गणतांत्रिक जेहेतु आमको आंदोलन परमिशन मिलनी तेणु आम राजधानी आंदोलन करने सुजोग पाइनु एवं जो जहाँ देखई कज से कजटा सफिशिएंट नुह जदि सेठी स्थान ना ताले आमको भुवनेश्वर कौ जगह आमको स्थान दि जाऊ धारणा करने पीसफुल एवं परीक्षा चलती बोली देखते बर्तमान कौन परीक्षा प्राथमिक स्कूल चलनी तेणु अगणतांत्रिक भाव में शिक्षक मान कंठ को रोध करा तेणु आम आम कार्यकारी कमिटी की बसैबू बसैला पर निश्चिंत भाव में आम ब्लॉक स्तर में जिला स्तर में आंदोलन को ओह्लू निश्चिंत भाव में आम आंदोलन को निश्चिंत ओह्लू जेहेतु राजधानी आम आंदोलन करूँ ब्लॉक जिले में आंदोलन करने समस्त खबर देवु से प्रतिवाद करेंगे शुणु छात्र छात्री मान पाठपढ़ा को छाड़ी शिक्षक मैंने नुहति पाठपढ़ा चलो एपटे आंदोलन प्रतिवाद चलो न मिलले आम निश्चिंत भाव में कैपिटल पीएस को आगे प्रथम घेराव करूँ बहु संख्यक शिक्षक आसिक आगे यही थाना भितर आम धारणा निश्चिंत भाव में बसबू माने कैपिटल पीएस आमको एटू लाठीचार्ज करू और गुली मारू किंतु आम यही जगार बसबू और परमिशन नहीं ही जीवु प्राथमिक शिक्षक निराश आंदोलन पर मिललानी अनुमति अभाव आगक वार्षिक परीक्षा कारण 3 दफा दाबी आंदोलन करते 3 दफा दाबी नहीं आंदोलन चेतावनी देते प्राथमिक शिक्षक शुक्रवार ठार अहोरात्र आंदोलन करते 16 तारिख में महासमावेश कर गर्जी था सब प्रकार प्रस्तुति सारी एपरिक दूर दूरांतर शिक्षक मैंने भी सजबाज होता जावाई हेले शेष मुहूर्त में आंदोलन पर अनुमति देला नहीं पुलिस लोअर पीएमजी स्थान अभाव पुणी वार्षिक परीक्षा चली परीक्षार्थी मैंने असुविधार सम्मुखीन हे यही कारण सही अनुमति देलानी पुलिस एने एक चिठी शिक्षक नेता कहवा कथा गांधी मार्ग में आंदोलन करने आंदोलन में अखचक बंद परिस्थिति सृष्टि होता कैपिटल थाना अनुमति आवेदन करते शेष मुहूर्त में उद्देश्यमूलक भाव आमको गांधी मार्ग मना करुच्ची पुलिस गत आंदोलन में अखचक बंद परिस्थिति सृष्टि होता विधानसभा उठिला पड़ा लक्षाधिक शिक्षक गांधी मार्ग में बसी अणायत्त होता पुलिस से भयर आमको आंदोलन न आसवा कहुई एपरिक आम गणतांत्रिक अधिकार को छड़ाई नेबा पुलिस चेष्टा करमर दाबी भी उपस्थापना करने को देउनी यार प्रतिवाद जिला और ब्लॉक रे आंदोलन करा शिक्षक मान दाबी कर प्राथमिक शिक्षार स्कीमेटिक उच्छेद 8 और 6 वर्ष स्वेच्छासेवी शिक्षा सहायक कनिष्ठ शिक्षक कार्यकाल को नेशनल इंक्रीमेंट दे मूल चाकरी गणना करने प्राथमिक शिक्षकों को अविकल केन्द्रीय हार में 35,400 टंका दरमा दि जाऊ शिक्षा अधिकार अधिनियम अनुଯାयी प्राथमिक शिक्षकों को अनुरूप समस्त सुविधा सुजोग प्रदान कर दाबी नहीं आसंता काली आंदोलन को ओह्लैवा चेतावनी देते प्राथमिक शिक्षक संगठन।